ଠିକ୍ 1999 ରାସ୍ତାରେ 2024ର ପାଣିପାଗ। ସେ ବର୍ଷ ଏପ୍ରିଲରେ ଭୀଷଣ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଥିଲା। ଏ ବର୍ଷ ବି ସ୍ଥିତି ସେମିତି ଥିଲା। ଖାଲି ସେତିକି ନୁହେଁ, 1997 ଓ 1998ରେ ଶକ୍ତିଶାଳୀ ଏଲନିନୋର ପ୍ରଭାବ ପରେ 1999ରେ ଆସିଥିଲା ଲା ନିନା। ଏଥର ବି ଏଲନିନୋ ପରେ ଲା ନିନା ଆଗମନର ସମ୍ଭାବନା ରହିଛି। ଯଦି ଲା ନିନା ଆସିଲା, ବଢ଼ିଯାଇପାରେ ବାତ୍ୟା ସମ୍ଭାବନା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ଅକ୍ଟୋବରରେ ଗରମ ଅଧିକ ହେବ। ବର୍ଷା ବି। ଦିନ ତାପମାତ୍ରା ରାଜ୍ୟରେ ଅଧିକ ରହିବ। ରାତିରେ ବି ସ୍ୱାଭାବିକଠାରୁ ଢେର ଅଧିକ ହେବ ଗରମ। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିପାରେ। ଅକ୍ଟୋବରରେ ତାପମାତ୍ରା ଅଧିକ ରହିବା ବାତ୍ୟା ପାଇଁ ଅନୁକୂଳ ବାତାବରଣ ଆଣିପାରେ। ବିଶେଷଜ୍ଞଙ୍କ କହିବାନୁସାରେ ବାୟୁମଣ୍ଡଳରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ରହୁଥିବା ବେଳେ ସମୁଦ୍ର ଜଳପତନ ତାପମାତ୍ରା ଅଧିକ ରହୁଛି। ଅକ୍ଟୋବରକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଏ ମାସରେ ବର୍ଷା ଅଧିକ ହେବ, କିନ୍ତୁ ତାପମାତ୍ରା ବି ସ୍ୱାଭାବିକଠାରୁ ଅଧିକ ରହିବ। ଏସବୁ ଦିଗକୁ ଗମ୍ଭୀରତାର ସହ ବିଶ୍ଳେଷଣ କରୁଛନ୍ତି ପାଣିପାଗ ବିଶେଷଜ୍ଞ। ମନରେ ଆଶଙ୍କା ଉଙ୍କି ମାରୁଛି, 1999 ଭଳି କିଛି ହେବ କି? ଅକ୍ଟୋବର କିମ୍ବା ନଭେମ୍ବରରେ ମାଡ଼ ହେବ କି ବାତ୍ୟା? ସ୍ପଷ୍ଟ ଭାବେ ଏବେଠାରୁ ଆକଳନ କରିବା ସମ୍ଭବପର ନୁହେଁ, କିନ୍ତୁ ପାଣିପାଗର ପାରିପାର୍ଶ୍ୱିକ ସ୍ଥିତି ଯାହା କହୁଛି ତାହା ବାତ୍ୟା ସୃଷ୍ଟି ହେବା ପାଇଁ ଅନୁକୂଳ ବାତାବରଣ। ଅକ୍ଟୋବର ଆସିଲା, ବାତ୍ୟା ଆସିବ କି? ପ୍ରତିବର୍ଷ ଅକ୍ଟୋବର ଆସିଲେ ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟକୁ ଏହି ଭୟ ଘାରିଥାଏ। ବିଶେଷଜ୍ଞଙ୍କ କହିବାନୁସାରେ ଏ ବର୍ଷ ବାତ୍ୟା ହେବ କି ନାହିଁ ତାହା ଏବେଠାରୁ କହିହେବନି। ମାତ୍ର 1999 ଭଳି ସ୍ଥିତି ଏ ବର୍ଷ ଅନୁଭୂତ ହେଉଛି। 1999 ଏପ୍ରିଲରେ ରେକର୍ଡ ଭାଙ୍ଗିଲା ଭଳି ତାତି। ଅଗଷ୍ଟରେ ନିଅଣ୍ଟିଆ ବର୍ଷା ଥିବାବେଳେ ସେପ୍ଟେମ୍ବରରେ ଅଧିକ ବର୍ଷା ହୋଇଥିଲା। ଏ ବର୍ଷ ସ୍ଥିତି ପ୍ରାୟ ସେଇଆ। 1999 ଭଳି ଏ ବର୍ଷ ବି ଲା ନିନା ଆସିପାରେ। ଯଦି ଏହା ଅକ୍ଟୋବରରେ ଆସିଲା, ତେବେ ବାତ୍ୟା ସମ୍ଭାବନା ଅଧିକ। କାରଣ ଲା ନିନା ହେଲେ ଦକ୍ଷିଣ ଚୀନ ସାଗରରେ ତାପମାତ୍ରା ଅଧିକ ରହିବ। ଫଳରେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବ। ଫଳରେ ସେଠାରେ ସୃଷ୍ଟି ହେଉଥିବା ଅବଶିଷ୍ଟାଂଶ ବଙ୍ଗୋପସାଗର ମୁହାଁ ହୋଇ ବଳ ବଢ଼ାଇ ପୁଣି ବାତ୍ୟା ରୂପ ନେବାର ସମ୍ଭାବନା ରହୁଛି। କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ ବାତ୍ୟା ନେଇ ଏବେଠାରୁ କିଛି ଆକଳନ କରିହେବନି। ମାତ୍ର ପାରିପାର୍ଶ୍ୱିକ ସ୍ଥିତି ଏଭଳି ସମ୍ଭାବନା ନେଇ ସଙ୍କେତ ଦେଖାଉଛି। ଚଳିତ ବର୍ଷ ଅକ୍ଟୋବର, ନଭେମ୍ବର, ଡିସେମ୍ବର, ଜାନୁଆରୀରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଅକ୍ଟୋବର ମାସରେ ବର୍ଷା ଏବଂ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ବାତ୍ୟା ହେବ କି ନାହିଁ ଏବେଠାରୁ ଆକଳନ କରିହେବନି। ମାତ୍ର ବାତ୍ୟା ଦାନା ବାନ୍ଧିବା ପାଇଁ ଯେଉଁଭଳି ପାଣିପାଗ ଆବଶ୍ୟକ ସେଭଳି ବାତାବରଣ ରହିଛି। ସମୁଦ୍ର ଜଳପତନ 26.5 ଡିଗ୍ରୀ ସେଲସିୟସ୍ ଟପିଲେ ଲଘୁଚାପ ଦାନା ବାନ୍ଧିପାରେ। ବର୍ତ୍ତମାନ ସମୁଦ୍ର ଜଳପତନ 29ରୁ 30 ଡିଗ୍ରୀ ପାଖାପାଖି ରହୁଛି। ତାପମାତ୍ରା ସହ ଆର୍ଦ୍ରତା ବି ଅଧିକ ଅଛି। ଯଦି ଏ ବର୍ଷ ବାତ୍ୟା ସୃଷ୍ଟି ହୁଏ, ତାର ପ୍ରଭାବ ବ୍ୟାପକ ରହିବା ସହ ଏହା ଶୀଘ୍ର ଘନୀଭୂତ ହେବା ସମ୍ଭାବନା
ଅଛି। ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଅକ୍ଟୋବରରେ ତାପମାତ୍ରା 37 ଡିଗ୍ରୀ ସେଲସିୟସ୍ ଛୁଇଁଲାଣି। ଏହା ସ୍ୱାଭାବିକ ନୁହେଁ, ଅର୍ଥାତ୍ ସ୍ୱାଭାବିକ ଗରମ ସ୍ଥିତି ରହିଛି। ସମୁଦ୍ର ତାପମାତ୍ରା 30 ଡିଗ୍ରୀ ପାଖାପାଖି ରହୁଛି। ଏଭଳି ପାଗ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ହେବା ସହ ଏକ ସଂକେତ ଦେଇଥାଏ। ମାତ୍ର ବାତ୍ୟା ହେବ ବୋଲି ଏବେଠାରୁ କହିହେବନି।